हेलो एवरीवन वेलकम टू स्मार्ट स्टडी लर्न। आज आम ये भिडियो डिस्कसन करिबा क्लास 9 रो इंटरनल असेसमेंट 3 रो सामाजिक विज्ञान क्वेश्चन आंसर विषय रे। ये क्वेश्चन टी कॉपीराइट उस्तारु आसी अछि। समय 1 घंटा 15 मिनिट्स, फुल मार्क 50। हमें फास्ट देखिबा पीरियोडिक टेस्ट रो प्रथम क्वेश्चन यूनिट 1 रे कोन अछि। फास्ट क्वेश्चन करे अछि केउ देश 1947 मसीहा जून 5 तारिखରେ ମାର୍ଶାଲ ଯୋଜନା ପ୍ରବର୍ତ୍ତନ କରିଥିଲା। ଏହାର ଉତ୍ତର ହେଉଛି ଯୁକ୍ତରାଷ୍ଟ୍ର ଆମେରିକା। ସେକେଣ୍ଡ କ୍ୱେଶ୍ଚନ ଖରେ ଅଛି 1985 ମସିହାରେ କିଏ ସୋଭିଏତ ପଲିଟ୍ବ୍ୟୁରୋର ସାଧାରଣ ସମ୍ପାଦକ ଥିଲେ? ଏହାର ଉତ୍ତର ହେଉଛି ମିଖାଇଲ ଗୋରବାଚେଭ। ତାପରେ ଗ ନମ୍ବର କେଉଁ ମସିହାରେ ଭାରତ ଚୀନ ମଧ୍ୟରେ ପଞ୍ଚଶୀଳ ନୀତି ସମ୍ପାଦିତ ହୋଇଥିଲା? ଏହାର ଉତ୍ତର ହେଉଛି 1954 ମସିହାରେ। ତାପରେ ଘ ନମ୍ବର କ୍ୱେଶ୍ଚନ 1923 ମସିହାରେ କାହା ନେତୃତ୍ୱରେ 15ଟି ରାଜ୍ୟର ସମାହାରରେ ସାମ୍ୟବାଦୀ ସୋଭିଏତ ସଂଘ ଆତ୍ମପ୍ରକାଶ କରିଥିଲା? ଏହାର ଉତ୍ତର ହେଉଛି ଭ୍ଲାଦିମିର ଲେନିନ। ତାପରେ ନେକ୍ସଟ କ୍ୱେଶ୍ଚନ 1 ନମ୍ବର ଅଛି ଜାତୀୟତାବାଦର ସଂଜ୍ଞା ନିରୂପଣ ପୂର୍ବକ ଆଲଫ୍ରେଡ ଗ୍ରାଜିଆଙ୍କ ପ୍ରଦତ୍ତ ଇଂରାଜୀ ଉକ୍ତିର ଓଡ଼ିଆ ଭାଷାନ୍ତରଟି କ'ଣ ହବ? ଏହାର ଉତ୍ତର ମୁଁ ଡାଉଟ୍ ଅଛି, ମୁଁ ତୁମକୁ କମେଣ୍ଟ ବକ୍ସରେ ଜଣାଇଦେବି। ତୁମେମାନେ ଯଦି ଏହାର ଉତ୍ତର ଜାଣିଛ ଲେଖିଦେଇ ପାରିବ। ତାର ୟୁନିଟ୍ 2 ର ଯିବା ଫାଷ୍ଟ କ୍ୱେଶ୍ଚନ କ'ଣ ଅଛି? ୟୁନିଟ୍ 2 ର ଫାଷ୍ଟ କ୍ୱେଶ୍ଚନ ଅଛି କରେ ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଅଧିବେଶନ ସଭାପତି କିଏ କରିଥିଲେ? ଏହାର ଉତ୍ତର ହେଉଛି ଡବ୍ଲ୍ୟୁ.ସି. ବାନାର୍ଜୀ। ତାର ଖ ନମ୍ବର ବିଶିଷ୍ଟ ଐତିହାସିକ ଭିନସେଣ୍ଟ ସ୍ମିଥଙ୍କ ମତରେ ଭାରତ କାହିଁକି ପ୍ରସିଦ୍ଧ? ଏହାର ଉତ୍ତର ହେଉଛି କଳା, ସଂସ୍କୃତି ଏବଂ ଐତିହାସିକ ସ୍ମାରକୀ ପାଇଁ ଭାରତ ପ୍ରସିଦ୍ଧ। ଏଠାରେ ମଧ୍ୟ ଏହାର ଆନ୍ସରଟି ମୋ ଡାଉଟ୍ ଅଛି, ମୁଁ ଲେଖିଦେଇଛି, ତୁମେ ଦେଖିପାରିବ। ଗ ନମ୍ବର କେଉଁ ମସିହାରେ ଆମେରିକାର ସ୍ୱାଧୀନତା ସଂଗ୍ରାମ ହୋଇଥିଲା? ଏହାର ଉତ୍ତର ହେଉଛି 1776 ମସିହାରେ। ତାର ଘ ନମ୍ବର କେଉଁ ମସିହାରେ ସୋଭିଏତ ସଂଘର ଚେର୍ନୋବିଲ ଆଣବିକ ଶକ୍ତି କେନ୍ଦ୍ରରେ ଦୁର୍ଘଟଣା ହୋଇଥିଲା? ଏହାର ଉତ୍ତର ହେଉଛି 1986 ମସିହାରେ। ତାର ଓ ନମ୍ବର ଗଣତନ୍ତ୍ର ସମ୍ପର୍କରେ ଆମେରିକାର ପ୍ରାକ୍ତନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ ଯଥାର୍ଥରେ ଯାହା କହିଥିଲେ ତାହାର ଓଡ଼ିଆ ଭାଷାନ୍ତରଟି ଲେଖ। ଏହାର ଉତ୍ତର ହେଉଛି ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସରକାର। ଆମେ ନେକ୍ସଟ ପେଜକୁ ଯିବା। ନେକ୍ସଟ ପେଜରେ କ'ଣ କ୍ୱେଶ୍ଚନ ଅଛି ଦେଖିବା। ନେକ୍ସଟ ପେଜରେ କ୍ୱେଶ୍ଚନ ଅଛି ଗୋଟିଏ ଶବ୍ଦ ୟୁନିଟ୍ 3 ରେ ଜଳବାୟୁ କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି କୌଣସି ବିସ୍ତୃତ ଅଞ୍ଚଳରେ ଦୀର୍ଘ ସମୟ ଅତିକମରେ 35 ବର୍ଷ ହାରାହାରି ପାଗକୁ ଜଳବାୟୁ କୁହାଯାଏ। ତାପରେ ଖରେ କ୍ୱେଶ୍ଚନ ଅଛି ଜୀବାଣୁ କାହାକୁ କୁହାଯାଏ? ଏହାର ଉତ୍ତର ହେଉଛି ବୃହତ ପରିସଂସ୍ଥା ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ପ୍ରକାରର ଉଦ୍ଭିଦ ଓ ପ୍ରାଣୀ ସମୂହ ରହିଥାନ୍ତି, ଏହାକୁ ଜୀବାଣୁ କୁହାଯାଏ। ତାପରେ ଗ ନମ୍ବର ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ଭାରତ ସରକାର କେଉଁ ମସିହାରେ ବନ୍ୟପ୍ରାଣୀ ସଂରକ୍ଷଣ ବୋର୍ଡ ଗଠନ କରିଥିଲେ? ଏହାର ଉତ୍ତର ହେଉଛି 1972 ମସିହା। ତାର ଘ ନମ୍ବର ଆନ୍ତଃକ୍ରାନ୍ତୀୟ ଅଭିସରଣ କ୍ଷେତ୍ର କାହାକୁ କୁହାଯାଏ? ଉତ୍ତର ପୂର୍ବ ଆୟନ ବାୟୁ ଏବଂ ଦକ୍ଷିଣ ପୂର୍ବ ଆୟନ ବାୟୁ ବିଷୁବମଣ୍ଡଳର ଲଘୁଚାପ ଅଞ୍ଚଳରେ ପରସ୍ପର ସହ ମିଳିତ ହୋଇ ସୃଷ୍ଟି କରିଥିବା କ୍ଷେତ୍ରକୁ ଆନ୍ତଃକ୍ରାନ୍ତୀୟ ଅଭିସରଣ କ୍ଷେତ୍ର କୁହାଯାଏ। ତାପରେ 9 ନମ୍ବର ଭାରତରେ ଲୁ ବାୟୁ ପ୍ରବାହ କହିଲେ କ'ଣ ବୁଝ? ଗ୍ରୀଷ୍ମ ଋତୁରେ ଦିନରେ ଭାରତରେ ଉତ୍ତର ଓ ଉତ୍ତର ପଶ୍ଚିମାଞ୍ଚଳରେ ପ୍ରବାହିତ ବଳଶାଳୀ ଉଷ୍ମ ବାହୁକୁ ଲୁ କୁହାଯାଏ। ତା ଲାଷ୍ଟ ଦେଖିଦେବା ୟୁନିଟ୍ 4 ର ଫାଷ୍ଟ କ'ଣ ଅଛି କ୍ୱେଶ୍ଚନ କର ଅଛି ସ୍ପେନୀୟ ଭାଷାରେ ଏଲନିନୋ ଉଷ୍ଣ ସ୍ରୋତର ଅର୍ଥ କ'ଣ? ଏହାର ଉତ୍ତର ହେଉଛି ଏଲନିନୋ ଏକ ସାମୟିକ ଉଷ୍ଣ ସ୍ରୋତ ଯାହାକି ଅସ୍ଥାୟୀ ଭାବରେ ପେରୁ ଉପକୂଳରେ ପେରୁ ଶୀତଳ ସ୍ରୋତ ସ୍ଥାନରେ ପ୍ରବାହିତ ହୁଏ। ତାର ଖ ନମ୍ବର ଭାରତରେ ବୃଷ୍ଟିପାତର ପରିମାଣ 200 ସେମିରୁ ଅଧିକ ହେଉଥିବା ଅଞ୍ଚଳରେ କେଉଁ ପ୍ରକାର ଅରଣ୍ୟ ଦେଖାଯାଏ? ଏହାର ଉତ୍ତର ହେଉଛି କ୍ରାନ୍ତୀୟ ଚିରହରିତ ଅରଣ୍ୟ। ତାର ଗ ନମ୍ବର କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଜାତୀୟ ଉଦ୍ୟାନ ନାମ କ'ଣ? ଏହାର ଉତ୍ତର ହେଉଛି ଭିତରକନିକା। ତାପରେ ଘ ନମ୍ବର ଓଡ଼ିଶାରେ ବାର୍ଷିକ ହାରାହାରି କେତେ ମିଲିମିଟର ବା ମିମିରୁ କମ୍ ବୃଷ୍ଟିପାତ ହେଉଥିବା ଅଞ୍ଚଳକୁ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳ କୁହାଯାଏ। ଏହାର ଉତ୍ତର ହେଉଛି 70 ସେମିରୁ 100 ସେମି। ତାର ଓ ନମ୍ବର ଭାରତ ସରକାରଙ୍କ ଜାତୀୟ ଅରଣ୍ୟ ନୀତି କେଉଁ ମସିହାରେ ପ୍ରଣୟନ କରାଯାଇଥିଲା? ଏହାର ଉତ୍ତର ହେଉଛି ଭାରତ ସରକାର 1952 ମସିହାରେ ଜାତୀୟ ଅରଣ୍ୟ ନୀତି ଘୋଷଣା କରିଛନ୍ତି। ଆମେ ନେକ୍ସଟ ଭିଡ଼ିଓରେ ଆମେ ମଲ୍ଟିପୁଲ ଆସେସମେଣ୍ଟ ଡିସ୍କସନ କରିବା।